ଆଜ୍ଞା ନମସ୍କାର। ନିଜସ୍ୱ ସମୀକ୍ଷକ ପ୍ରଭୁ ଆଚାର୍ଯ୍ୟ। ମୁଁ ଆଜି ଦେଖୁଥିଲି ଗୋଟେ ପ୍ରତିଦିନ ଟିଭିରେ ଜଣେ ଡକ୍ଟରର ମାନେ ଲାଇଫ୍ ହିଷ୍ଟ୍ରି ଦେଖୁଥିଲି। ସେ ନିଜେ କହୁଥିଲେ MBBS କରୁଛନ୍ତି। ତେବେ ଗୋଟିଏ ଜିନିଷ ଆଜ୍ଞା ଦେଖନ୍ତୁ, ସେ ତାଙ୍କର ଯେଉଁ ଜୀବନ କାହାଣୀ କହିଲେ ସବୁ, ତା ଦେହରେ ଆଜ୍ଞା ନିଜ ଆଖିରେ ମଧ୍ୟ ଲୁହ ରହିଲାନି ସେଗୁଡ଼ାକ ସବୁ ଶୁଣିକି। ମାନେ ବାପା ଛାଡ଼ି ପଳେଇଥିଲେ ଆଉ ମାଆଙ୍କ ପାଖରେ ସେ ଥିଲେ। ତାଙ୍କ ମାଆ ଗୋଟେ ଟଙ୍କା 3000 ପାଇକି ଗୋଟେ ଅଙ୍ଗନବାଡ଼ି କେନ୍ଦ୍ରରେ ଝାଡ଼ୁ ମରା କାମ କରୁଥିଲେ। ସେ ସେଇଥିରୁ ଆଜି ଡକ୍ଟର MBBS ପାଇଛନ୍ତି ନିଜସ୍ୱ ପ୍ରଚେଷ୍ଟା ବଳରେ, ସଂଗ୍ରାମ ବଳରେ। ସେ ପିଲାଙ୍କୁ ମୁଁ ଅଶେଷ 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 ଧନ୍ୟବାଦ ଦେଉଛି। ନିଶ୍ଚୟ ସେ ପିଲା ଦିନେ ନା ଦିନେ ଓଡ଼ିଶାର ନୁହଁ ସାରା ଭାରତବର୍ଷରେ ନିଶ୍ଚୟ ଦିନେ ନା ଦିନେ ନାଁ ରଖିବ। ଆଉ ଚେଷ୍ଟା ହେଉଛି ବଡ଼ ଜିନିଷ। ଆଉ ସାହାଯ୍ୟର ହାତ ଯେଉଁ ଆଜ୍ଞା ସିଏ କହିବା କଥା କ'ଣ, ସେ ପିଲାଟିକି ଭଗବାନ ସହାୟକ ହୁଅନ୍ତୁ। ସେ ପିଲାଟି କହିବା କଥା କ'ଣ ଯେ ମୋ ଜୀବନରେ ମୁଁ ଗୋଟେ ଭଲ ନ୍ୟୁରୋଲୋଜିର ଡକ୍ଟର ହେବି ଏବଂ ଲୋକଙ୍କ ସେବା କରିବି। ତା'ର ଯେଉଁ ମନୋବୃତ୍ତି, ସେଇ ଯେଉଁ ଭିଡ଼ିଓ ଗୁଡ଼ାକରୁ କିଛି ରାଜନେତାମାନେ କିଛି ଶିଖିପାରୁନାହାନ୍ତି। ଆଜ୍ଞା ଦେଖନ୍ତୁ, ସିଏ ତା ଲାଇଫ୍ଟାକୁ କେମିତି, ସେ ଗୋଟେ ଡକ୍ଟର ଆଉ ସେ ଗୋଟେ ତା ଲାଇଫ୍ଟାକୁ କେମିତି ମାନେ କେତେ କଷ୍ଟରେ ଜୀବନର ମାନେ ଯେଉଁ ଡାକ୍ତରୀ ପଢ଼ିବାର ଯେଉଁ ଭାବ, ସେ ତାକୁ ଚିନ୍ତା କରୁଛି। ଲୋକ କୋଟି କୋଟି ଖର୍ଚ୍ଚ କରିକି ପଢ଼େଇ ପାରୁନାହାନ୍ତି, କିନ୍ତୁ ଦେଖନ୍ତୁ ତା ଷ୍ଟ୍ରଗଲ୍ ଲାଇଫ୍ରେ, ସେ ପରିଶ୍ରମ ଲାଇଫ୍ରେ ତା ମାଆର ସ୍ୱଳ୍ପ ପଇସାରେ ସେ କେମିତି ଯାଇକି ତା'ର ଠିକ୍ ମାନେ ଜାଗା ଉପରେ ପହଞ୍ଚି ପାରିଛି। ତା ଏମ୍ରେ ସେ ପହଞ୍ଚି ପାରିଛି, ଡକ୍ଟର ହେଇପାରିଛି। ଛାଡ଼ନ୍ତୁ ଆଜ୍ଞା, ସିଏ IAS ଅଫିସର ହୁଅନ୍ତୁ, OS ଅଫିସର ହୁଅନ୍ତୁ, ଯିଏ ବି ହୁଅନ୍ତୁ, କିନ୍ତୁ ପ୍ରକୃତ ଜଣେ ଡକ୍ଟର ହେଉଛି ଯେବେ ସ୍ୱଚ୍ଛା ମନୋଭାବ ବୃତ୍ତି ନେଇକି ସେ ଜନତାଙ୍କ ସେବା କରେ, ସେବା କାର୍ଯ୍ୟରେ ଆଗେଇ ଯାଏ, ତାକୁ କୁହାଯିବ ଆଜ୍ଞା ଡକ୍ଟର। ସିଏ ବି ତା ମୁହଁରେ ନିଜେ, ସେ ପିଲାଟି ବି କହୁଛି ପ୍ରଭୁ ଜଗତର ନାଥ ଜଗନ୍ନାଥ ତାକୁ ସହାୟକ ହୁଅନ୍ତୁ। ଆଉ ତା'ର ଯେଉଁ ଦୁଃଖ ବିଳାସ କାହାଣୀ ସବୁ ଶୁଣିଲା ବେଳକୁ ନିଜ ଆଖିରେ ମଧ୍ୟ ଆମେ ଲୁହ ରହୁନି। କାରଣ ପିଲାଙ୍କୁ ପଇସା ଯୋଗେଇ ଦିଆଇ ସାରିଲା ପରେ ବି ସେମାନେ ପାଠ ପଢ଼ିବାକୁ ମାନେ ଇଚ୍ଛାକୃତ ହେଉନାହାନ୍ତି। ଆଉ ଆଜିକାଲି ମାନେ ବଦମାସି କଥା ଛାଡ଼ନ୍ତୁ, କହିଲେ ନ ଯାଏ। କିନ୍ତୁ ସେଇ ପିଲାଟିର ଯେଉଁ କରୁଣ କାହାଣୀ ସବୁ ଶୁଣିକି, ଯେଉଁ MBBS ଡକ୍ଟର, ଆଉ ସେ କହୁଥିଲେ କ'ଣ ଡକ୍ଟର ଅଚ୍ୟୁତ ସାମନ୍ତ ମାନେ ସାର୍ ମଧ୍ୟ ତାଙ୍କୁ ଟିକେ ସାହାଯ୍ୟର ହାତ ବଢ଼େଇଛନ୍ତି ବୋଲି ସେ କହୁଛନ୍ତି। ଆଉ ସେ ତ ସବୁବେଳେ, ଅଚ୍ୟୁତ ସାର୍ ତ ସବୁବେଳେ ଲୋକଙ୍କର ମାନେ ସାହାଯ୍ୟରେ ହାତ ବଢ଼େଇଥାନ୍ତି। ସମସ୍ତଙ୍କୁ, ଗରିବ ଦୁଃଖୀ ରଙ୍କି ସମସ୍ତଙ୍କ ପାଇଁ ସେ ହାତ ବଢ଼େଇଥାନ୍ତି। ସେଇଟା ତ ଆଜ୍ଞା ପଛ କଥା। ମାନେ କିନ୍ତୁ ତାର ଏମ୍ ଅଛି, ସେ ପିଲାର ଏମ୍ ଅଛି। ସେ ଯେଉଁ କ୍ଲିଅର୍ କରିକି ସବୁ ଯେଉଁ ଯାଇକି ଆଜି ଡକ୍ଟର ପଢ଼ୁଛି, ଏବଂ ତା ପାଇଁ ମୁଁ ଖାଲି ନୁହଁ, ଓଡ଼ିଶାର 4.5 କୋଟି ଜନତା ସମସ୍ତେ ତାକୁ ଶୁଭେଚ୍ଛୁ ଜଣାନ୍ତୁ। କାରଣ ଗୋଟେ IAS ଅଫିସରଠୁ ଗୋଟେ ଡକ୍ଟର ଆଜ୍ଞା ବଡ଼, ଖିଆଲ ରଖିଥିବେ। କାରଣ ଡକ୍ଟର ସେ ଜୀବ ଦାନ ଦେଇପାରେ, ଜୀବନରୁ ଆପଣଙ୍କୁ ମୃତ୍ୟୁମୁଖରୁ ବଞ୍ଚେଇ ଆଣିପାରେ। ତେଣୁ ଗୋଟେ ଡକ୍ଟରର ମୂଲ୍ୟ ବହୁତ ଆଜ୍ଞା। ତେଣୁ ସେ ଯେଉଁ ଏତିକି ବାଟରେ ତା ଯେଉଁ ଏମ୍ ହିସାବରେ ଯାଇକି ପହଞ୍ଚି ଯାଇଛି, ତା ପାଇଁ ମୁଁ ନିଜସ୍ୱ ସମୀକ୍ଷକ, ରାଜନୀତି ସମୀକ୍ଷକ ଏବଂ ମୁଁ ମୋ ତରଫରୁ ଅଶେଷ 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 ଧନ୍ୟବାଦ ଦେଉଛି। ପ୍ରଭୁ ଜଗତର ନାଥ ଜଗନ୍ନାଥ ସେଇ ତା'ର ମା' ଏବଂ ତାଙ୍କ ପରିବାର ଏବଂ ସେଇ ଡକ୍ଟର ଜଣଙ୍କୁ ସଦାସର୍ବଦା ଘଣ୍ଟ ଘୋଡ଼େଇ ରଖିଥାନ୍ତୁ। ଆଉ ଏହାକୁ ଓଡ଼ିଶାବାସୀ ଦେଖିବେ, ଚେଷ୍ଟା କରିବେ, ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ସେୟାର କରିବେ। କାରଣ ଏହା ଏକ ଜ୍ଞାନ ସ୍ୱରୂପ ବାର୍ତ୍ତା ହିସାବରେ ମୁଁ ଆପଣମାନଙ୍କ ପାଖକୁ ପଠଉଛି। ଯେ ଖାଲି ପଇସା ଥିଲେ ପାଠ ହେବ, ସେହା ଏକ ଭୁଲ ଜିନିଷ। ଆଉ ମନର ନିଶ୍ଚୟ ଆଜ୍ଞା ସବୁବେଳେ ଭାବନାଟା ଦରକାର। ମନର ହେଡ଼୍ ଷ୍ଟ୍ରଙ୍ଗ ଯାହାକୁ କୁହାଯାଏ। ତେଣୁ ତାକୁ ପ୍ରଥମେ ଆପଣ ଠିକ୍ କରନ୍ତୁ, ଆଉ ଠିକ୍ ଏମ୍ ଜାଗାରେ ପହଞ୍ଚି ପାରିବେ। ଏଇ ଯେଉଁ ରାଜନୀତି, ରାଜନେତା କି ନହେଲେ କୌଣସି ମାନେ କୁକର୍ମ, ଭିତରେ ସବୁ ଆଗେଇଲେ ଆପଣ ନିଶ୍ଚୟ ଆଗକୁ ପହଞ୍ଚି ପାରିବେନି। ତେଣୁ ଆପଣ ଏମ୍ ରଖନ୍ତୁ ଯେଉଁ ଜାଗାରେ ଟିକେ କଷ୍ଟ ହେବ, କିନ୍ତୁ କଷ୍ଟ ଜାଗାରେ ଆପଣ ପହଞ୍ଚି ପାରିବେ। ଆପଣ ଟଙ୍କାଟେ କରିକି 100 ଦିନରେ 100 ଟଙ୍କା ରୋଜଗାର କରନ୍ତୁ, ତା ଦେହରେ ମୂଲ୍ୟ ଅଛି। କିନ୍ତୁ ଗୋଟେ ଦିନରେ 5 ଲକ୍ଷ ନେଇ ଆସନ୍ତୁ, କିନ୍ତୁ ତାପରେ ଆପଣ ତା ଦେହରେ ଆଉ 5 ଲକ୍ଷରେ 5 ଲକ୍ଷ ପୁରେଇକି ନେଇକି ସେଇ ଡକ୍ଟରମାନଙ୍କ ହାତରେ ଦେଇ ଆସନ୍ତୁ।
ତା ଦେହରେ ମୂଲ୍ୟ ନାହିଁ ଆଜ୍ଞା। ତେଣୁ କେମିତି କମେଇବେ କେମିତି ରହିବେ ସେଇଟା ଆପଣଙ୍କର ବିଚାର ହଉ। ୟାକୁ ମୁଁ ୟୁଟ୍ୟୁବ୍ ମାଧ୍ୟମରେ ପଠେଇଲି, ପିଲାମାନେ ୟା ଦ୍ୱାରା ନିଶ୍ଚୟ ସଚେତନତା ହେବେ। ପ୍ରତ୍ୟେକ ପାଠପଢ଼ା ପିଲାମାନଙ୍କୁ କହୁଛି, ସମାଜର ଯେବେ ଏମ୍ ରଖିବେ ଆପଣ ସେ ଏମ୍ ସ୍ଥଳରେ ପହଞ୍ଚି ପାରିବେ। କିନ୍ତୁ ଏମ୍ଟାକୁ ଏମ୍ରେ ରଖିବାର ଅଛି, ଲୟରେ ରଖିବାର ଅଛି। ପ୍ରଥମ ଲୟ ଆପଣଙ୍କର ହେଉଛି ମାନେ ଠିକ୍ ରାସ୍ତାରେ ଯିବା, ଗୁରୁ ଗୁରୁଜନଙ୍କୁ ସେବା କରିବା ଏବଂ ମନର ଭାବକୁ ସବୁବେଳେ ଦୃଢ଼ ରଖିବା। ତାହେଲେ ସବୁ କ୍ଷେତ୍ର ଉପରେ ଆପଣ ପାସ୍ କରିପାରିବେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ନିଜସ୍ୱ ସମୀକ୍ଷକ ପ୍ରଭୁ ଆଚାର୍ଯ୍ୟ, ୟାକୁ ୟୁଟ୍ୟୁବ୍ ମାଧ୍ୟମରେ ପଠେଇଲି। ଆପଣ ଦେଖିବେ, ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ, କାହିଁକିନା ଏହା ଲୋକଲୋଚନକୁ ଯିବା ନିତାନ୍ତ ଆବଶ୍ୟକ। ଜୟ ଜଗନ୍ନାଥ।